ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ଜାଣିପାରିବେ ଆପଣମାନଙ୍କର ଗ୍ରହ ନକ୍ଷତ୍ରର ଚଳନ ବିଷୟରେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା କର୍କଟ ରାଶିର ବ୍ୟକ୍ତିମାନଙ୍କର ଜୀବନରେ ଏହି ଆଗାମୀ 3 ମାସ ମଧ୍ୟରେ କିପରି ଆପଣଙ୍କ ଜୀବନଟି କଟିବାକୁ ଯାଉଅଛି, କିମ୍ବା ଆପଣଙ୍କ ଜୀବନରେ କ'ଣ ସେହି ବଡ଼ ପରିବର୍ତ୍ତନ ଆସିବ ଯାହା ଏହି ଆସନ୍ତା 3 ମାସ ମଧ୍ୟରେ ଆପଣଙ୍କ ଜୀବନଟିକୁ ପରିବର୍ତ୍ତନ କରାଇଦେବ। ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ପଞ୍ଚମ ଭାଗରେ ସୂର୍ଯ୍ୟ ବା ରବି ବିରାଜମାନ କରିଥିଲେ, ଯାହା ଏବେ ଆପଣଙ୍କର ସପ୍ତମ ଭାଗକୁ ଗୋଚର କରି ଶନିଙ୍କ ସହ ଏକତ୍ର ହୋଇ ବିରାଜମାନ କରିବେ, ଯାହାଫଳରେ ଆପଣଙ୍କର ଯେକୌଣସି ବାଧାବିଘ୍ନ ସୃଷ୍ଟି ହେଉଥିଲା, ଆପଣ କୌଣସି ଭଲ କର୍ମ କିମ୍ବା ଭଲ କାର୍ଯ୍ୟ କରିବାକୁ ଯିବା ବେଳେ ଯେକୌଣସି ଆପଣଙ୍କର କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେଉଥିଲା ତାହା ଦୂରେଇ ଯିବ। ଏବଂ ସୂର୍ଯ୍ୟ ଆପଣଙ୍କର ସପ୍ତମ ଭାଗରେ ଶନିଙ୍କ ସହ ଏକତ୍ରିତ ଥିବାରୁ ଆପଣଙ୍କ ଜୀବନରେ କୌଣସି ସ୍ୱାସ୍ଥ୍ୟଜନିତ କିମ୍ବା କୌଣସି ଚର୍ମଜନିତ ରୋଗ ଆପଣଙ୍କୁ ଦେଖାଯିବ ନାହିଁ। ଆପଣଙ୍କ ଦ୍ୱାରା ଏବଂ ଆପଣଙ୍କ ଶରୀର ସୁସ୍ଥ ରହିବ। ଆପଣଙ୍କ ପାଇଁ ଆପଣଙ୍କ ଶରୀର ବହୁତ ମୂଲ୍ୟବାନ ଅଟେ, ତେଣୁ ସୂର୍ଯ୍ୟ ଆପଣଙ୍କର ସପ୍ତମ ଭାଗକୁ ଯିବାରୁ ଆପଣଙ୍କୁ ଅନେକ ଶାନ୍ତି ଏବଂ ସୁଖର ପ୍ରାପ୍ତି ହେବ। ପୁଣି ଆପଣଙ୍କର ଶନି, ଯାହା ସପ୍ତମ ଭାଗରେ ସୂର୍ଯ୍ୟଙ୍କ ସହ ଏକତ୍ର ହୋଇ ରହିଥିବାରୁ ଶନି ହେଉଛନ୍ତି କର୍ମ ଫଳଦାତା, ତେଣୁ ଆପଣ ଭଲ କର୍ମ କଲେ ଆପଣଙ୍କୁ ଭଲ କର୍ମ ମିଳିବ। କିନ୍ତୁ କର୍କଟ ରାଶିର ବ୍ୟକ୍ତି ସେମାନେ ସାଧାରଣତଃ ଭଲ କର୍ମ କରିଥାନ୍ତି ଏବଂ ବହୁତ ସାଧା ଏବଂ ସରଳ ହୋଇଥାନ୍ତି। ତେଣୁକରି ସରଳ ହୁଅନ୍ତୁ କିନ୍ତୁ ଭଲ କର୍ମ କିଛି କରନ୍ତୁ। ଏହି ଆଗାମୀ 3 ମାସ ମଧ୍ୟରେ ଆପଣ କୌଣସି ଦାନ କରନ୍ତୁ, ଯେମିତିକି କୌଣସି ଗରିବ ବ୍ୟକ୍ତିକୁ ଖାଇବାକୁ ଦିଅନ୍ତୁ, କୌଣସି ଭିକାରୀକୁ ମଧ୍ୟ କିଛି ବସ୍ତ୍ର ଦାନ କରନ୍ତୁ। ଦେଖିବେ ଆପଣଙ୍କ ଉପରେ ଶନି ପ୍ରସନ୍ନ ହେବେ ଏବଂ ଆପଣଙ୍କର କର୍ମ ଫଳଦାତା ଶନି ଆପଣଙ୍କୁ ସପ୍ତମ ଭାଗରେ ସୂର୍ଯ୍ୟଙ୍କ ସହ ଏକତ୍ରିତ ରହି ଆପଣଙ୍କୁ ଗୋଚର କରାଇବେ। ପୁଣି ଦେଖନ୍ତୁ, ଆପଣଙ୍କର ସପ୍ତମ ଘରେ ଥିଲେ, ପ୍ରଥମରୁ ଆପଣଙ୍କର ସପ୍ତମ ଘରେ ଥିଲେ ଶନିଙ୍କ ସହ ଦେବଗୁରୁ ବୃହସ୍ପତି। ଏବେ ଦେବଗୁରୁ ବୃହସ୍ପତି ଆପଣଙ୍କର ନବମ ଭାଗକୁ ବୁଧଙ୍କ ସହ ଏକତ୍ରିତ ହୋଇ ଗୋଚର କରିବେ, ଯାହାଫଳରେ ଆପଣଙ୍କର ଧନର ଅଭାବ ରହିବ ନାହିଁ। ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ଶନି ଏବଂ ସୂର୍ଯ୍ୟ ଏବେ ସପ୍ତମ ଗ୍ରହରେ ଏକତ୍ର ହୋଇ ରହିଛନ୍ତି। ପୁଣି ନବମ ଭାଗରେ ବୁଧ ଏବଂ ଦେବଗୁରୁ ବୃହସ୍ପତି ଏକତ୍ର ହୋଇ ଆପଣଙ୍କ ଗ୍ରହରେ ବିରାଜମାନ କରୁଛନ୍ତି, ଯାହାଫଳରେ ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନର ପ୍ରତୀକ। ଆପଣ ଯେମିତି କର୍ମ କରିବେ ଆପଣଙ୍କୁ କର୍ମ ଫଳଦାତା ଶନି ଆପଣଙ୍କୁ ଫଳ ପ୍ରଦାନ କରିବେ। ଫଳସ୍ୱରୂପ ଆପଣ ଦେବଗୁରୁ ବୃହସ୍ପତିଙ୍କ ଠାରୁ ଅନେକ ଭାବରେ ଧନପ୍ରାପ୍ତ ମଧ୍ୟ କରିପାରନ୍ତି। ଆପଣଙ୍କୁ ଯଦି ପାରିବାରିକ କ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହେଉଥିଲା, ତାହା ମଧ୍ୟ ଦୂରେଇ ଯିବ। ଦେବଗୁରୁ ବୃହସ୍ପତି ଆପଣଙ୍କର ନବମ ଭାଗରେ ବୁଧଙ୍କ ସହ ଏକତ୍ର ଥିବାରୁ ଆପଣଙ୍କ ଜୀବନରେ କୌଣସି ଚାକିରି କ୍ଷେତ୍ରରେ ଯେଉଁ ବାଧାବିଘ୍ନ ସୃଷ୍ଟି ହେଉଥିଲା ତାହା ମଧ୍ୟ ଉନ୍ନତି ହୋଇଯିବ। ଯଦି ଆପଣ ଏକ ବିଜନେସ୍ କ୍ଷେତ୍ରରେ କିମ୍ବା ବିଜନେସ୍ କରୁଥାନ୍ତି, ଆପଣଙ୍କର ବିଜନେସ୍ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଦେଖିବେ ଏହି ଆସନ୍ତା 3 ମାସ ମଧ୍ୟରେ ଆପଣଙ୍କ ଜୀବନଟି ଉଜ୍ଜଳମୟ ହୋଇଯିବ ଏବଂ ଆପଣଙ୍କ ଜୀବନଟି ବହୁତ ସରଳ ସୁନ୍ଦର ମଧ୍ୟ ହୋଇଯିବ। ତେଣୁକରି ଏହି ଆସନ୍ତା 3 ମାସ ମଧ୍ୟରେ ଆପଣ ଯଦି କର୍କଟ ରାଶିର ବ୍ୟକ୍ତି ହୋଇଥାନ୍ତି, ତେବେ ଈଶ୍ୱରଙ୍କୁ ସତ୍ୟାହୁତିରେ ବିଶ୍ୱାସ କରୁଥାନ୍ତି, ତେବେ ଆସନ୍ତା 3 ମାସ ମଧ୍ୟରେ ବହୁତ ଗରିବ ଲୋକଙ୍କୁ କିମ୍ବା ଭିକାରୀଙ୍କୁ ଖାଇବାକୁ ଏବଂ ବସ୍ତ୍ର ପ୍ରଦାନ କରନ୍ତୁ। ବସ୍ତ୍ର ମଧ୍ୟ ଦାନ କରନ୍ତୁ। ଖାଦ୍ୟ ଏବଂ ଟଙ୍କା ପଇସା ଆପଣଙ୍କ ଦ୍ୱାରା ଯାହା ବି ମଧ୍ୟ ସମ୍ଭବ ହୋଇପାରୁଛି ତାହାକୁ ମଧ୍ୟ ଦାନ କରନ୍ତୁ। ଏବଂ ଗାଈମାନଙ୍କୁ ମଧ୍ୟ କୌଣସି ରୁଟି ଖାଇବାକୁ ଦିଅନ୍ତୁ। ଗାଈ ହେଉ କିମ୍ବା କୁକୁର, ଏହିମାନଙ୍କୁ ଗୃହପାଳିତ ପଶୁମାନଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ଏହି ଆସନ୍ତା 3 ମାସ ମଧ୍ୟରେ ଆପଣଙ୍କର ମଙ୍ଗଳ ଘଟିବ। ଆପଣ ଯଦି କର୍କଟ ରାଶିର ବ୍ୟକ୍ତି ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛୁ, ଧନ୍ୟବାଦ।